ବିଜୁଳି କାଟ ପାଇଁ କୁକୁଡ଼ା ମଡ଼କ ଅସହ୍ୟ ଥଣ୍ଡା ଯୋଗୁଁ ମରୁଛନ୍ତି ଶହ ଶହ କୁକୁଡ଼ା। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଥଣ୍ଡା ଯୋଗୁଁ କୁକୁଡ଼ା ମରୁଥିବା ଅଭିଯୋଗ କରିଛନ୍ତି ଚାଷୀ। ଫଳରେ ଧାର କରଜ କରି କୁକୁଡ଼ା ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ। ଏନେଇ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଥିଲେ। ହାତୀ ପାଇଁ ବିଦ୍ୟୁତ କାଟ କରାଯାଉଥିବା କହିଛନ୍ତି ଯନ୍ତ୍ରୀ। ପରେ ଉପଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ। ଏ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ। ଯେ ଆମର ଯେହେତୁ ସବୁଦିନ ରାତି 10 ରୁ 4, 5, 6 ପର୍ଯ୍ୟନ୍ତ ପାୱାର କଟ୍ ହେଇଯାଉଛି, ଆମେ କେହି ଆଉ ଚିକ୍ସ ଡ୍ରପ୍ କରିପାରୁନୁ। ଆଉ ଯାହାର ବି କୁକୁଡ଼ା ଅଛନ୍ତି ବିନା ଟେମ୍ପରେଚର ସେ ମରୁଛନ୍ତି ରେଗୁଲାର। 500, 200, 1000 କେତେ ଟଙ୍କା ଆଜ୍ଞା ମିଳୁଛି ଗୋଟେ ଫାର୍ମରକୁ? 3000, 4000 ଫାର୍ମରେ କଲେ ଟଙ୍କା 30-40 ହଜାର ପାଇବ। ସେଥିରୁ ଯଦି ଏତକ ମୋଟାଲିଟି ହେବ ସେ ପାଇବ କ'ଣ? प्रत्येक दिन 10 ରୁ 4, 5 এইভাবে লাইন কটা যাଉଛି। ଆଉ ଆମେ ଫାର୍ମର ମାନେ ପୁରା ବ୍ୟତିବ୍ୟସ୍ତ ହେଇଗଲୁଣି। ଆଉ ଡିଜି ସେମାନେ କହୁଛନ୍ତି ଡିଜି ଲଗାଅ କିମ୍ବା ଇନଭର୍ଟରରେ ତୁମେ ଚଲାଅ। ତାହା ବର୍ତ୍ତମାନ ଶୀତ ଦିନ ତାହା ସମ୍ଭବ ନୁହେଁ। ବର୍ତ୍ତମାନ ଆମ ପରିବାର ଆମେ କେମିତି ପ୍ରତିପୋଷଣ କରିବୁ?